ଏବଂ ଗଛ କାଟିବା ପ୍ରଚୁର ମାତ୍ରାରେ ବଢ଼ିବାରେ ଲାଗିଛି, ଯାହାଫଳରେ ଆଜି ବିଭିନ୍ନ ପ୍ରକାର ପ୍ରାକୃତିକ ବିପର୍ଯ୍ୟୟର ଆମେ ସମ୍ମୁଖୀନ ହେଉଛେ। ସେ ମହାବାତ୍ୟା ହେଉ କିମ୍ବା ପ୍ରବଳ ଗ୍ରୀଷ୍ମ ପ୍ରବାହ ହେଉ କିମ୍ବା ଆପଣଙ୍କର ଅନିୟମିତ ଭାବରେ ବର୍ଷା ବା ମୌସୁମୀ, এই বিভিন্ন ପ୍ରକାର ସମସ୍ୟା ଦେଇ ଆମେ ଗତି କରୁଛେ। ଏଥିପାଇଁ ଆମେ ସମସ୍ତେ ଜାଣିଛି ସମସ୍ତଙ୍କର ସମାଧାନ ଗୋଟେ କି ଗଛଟେ ଆମେ ଲଗେଇବା। ଗଛ ଲଗେଇବା ପାଇଁ ଆମକୁ କୌଣସି ପ୍ରକାର ବାଧ୍ୟବାଧକତା କରାଯିବା ଉଚିତ ନୁହେଁ, କିନ୍ତୁ ଯେହେତୁ ଆମେ ନାଗରିକ ହିସାବରେ ଆମର ଧର୍ମ ପାଳନ କରିପାରୁନାହିଁ, ସେଥିପାଇଁ ସରକାରଙ୍କୁ ବାଧ୍ୟ ହୋଇକି ଏଥିରେ ହସ୍ତକ୍ଷେପ କରିବାକୁ ପଡ଼ୁଛି ଏବଂ ନିର୍ଦ୍ଦେଶ ଦେବାକୁ ପଡ଼ୁଛି କି ସମସ୍ତେ ଗଛ ଲଗାନ୍ତୁ ଏବଂ ପରିବେଶକୁ ରକ୍ଷା କରନ୍ତୁ। ଆଜି ଆମେ ଯେଉଁ ଗଛ ଲଗାଉଛେ ସେଥିପାଇଁ ଆମେ ମାଆକୁ ଉତ୍ସର୍ଗୀକୃତ କରିଛେ। ଏକ ପେଡ଼ ମା କେ ନାମ, ମା ପାଇଁ ମୁଁ ଗୋଟେ ଗଛ ଲଗେଇବି। ତ ପ୍ରତିବର୍ଷ ଏଇଭଳି ଭାବରେ ବିଭିନ୍ନ ଥିମ୍ରେ ଆମେ ଗଛ ଲଗାଉଛେ। ଆଶା କରୁଛି ସମସ୍ତେ ଏହାକୁ ସାଫଲ୍ୟମଣ୍ଡିତ କରିବେ। ଆଜି ହିଞ୍ଜିଳି ବ୍ଲକରେ ପଞ୍ଚାୟତରାଜ ଡିପାର୍ଟମେଣ୍ଟ ତରଫରୁ 10,500 ଗଛ ଲଗାଯାଉଛି। ମିଶନ ଶକ୍ତି ତରଫରୁ ପ୍ରାୟ 7,000 ଗଛ ଲଗାଯାଉଛି ଏବଂ ଅନ୍ୟାନ୍ୟ ମ୍ୟୁନିସିପାଲିଟି ହେଉ ଆପଣମାନଙ୍କର ଅନ୍ୟ ହର୍ଟିକଲଚର, ଫରେଷ୍ଟ ଏବଂ ସଏଲ କନଜରଭେସନ ଏବଂ ଆପଣମାନଙ୍କର ସ୍କୁଲ ମାନଙ୍କରେ ମଧ୍ୟ ଗଛ ଲଗାଉଛି। ଏହିପରି ଭାବରେ ଆମେ ଆଜି ସାରା ଓଡ଼ିଶାରେ 75 ଲକ୍ଷ ଗଛ ଲଗାଉଛେ। ସମସ୍ତେ ଆମେ ଜାଣିଛେ କାହିଁକି ଲଗାଉଛେ। ଆଜି ଆମର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦିଙ୍କର 75ତମ ଜନ୍ମଦିବସ। ଏହି ଉପଲକ୍ଷେ ଆମେ ଓଡ଼ିଶାବାସୀ 75 ଲକ୍ଷ ଗଛ ବୃକ୍ଷରୋପଣ କରୁଛେ। ଆଜି ଯେଉଁ ଗଛ ଆମେ ଲଗେଇ ସାରିଲା ପରେ ଆମର କାମ ସରିନି, ଆମକୁ ବଞ୍ଚେଇକି ରଖିବାକୁ ପଡ଼ିବ। ଏଇ ଯେଉଁ ଗଛ କେମିତି ବଢ଼ିବ ଏବଂ ଫଳ ଫୁଲ ଦେବ, ଆପଣମାନଙ୍କର ଛାଇ ପ୍ରଦାନ କରିବ, ତାର ମଧ୍ୟ ଆମକୁ ଦାୟିତ୍ୱ ନେବାକୁ ପଡ଼ିବ। ସମସ୍ତେ ଆମେ ପ୍ରତିଜ୍ଞା ନେଇଛେ ପ୍ରତିଟି ଗଛକୁ ଆମେ ବଞ୍ଚେଇବା। ସେଥିପାଇଁ ଆମେ ଖତ ଲଗି ଦେଉଛେ, ତାର ଗେବିଅନ କରୁଛେ ବା ବାଡ଼ ଦେଇକି ତାକୁ ପଶୁଙ୍କ ଠାରୁ ଆମେ କିପରି ରକ୍ଷା କରିବା ସେଇ ବନ୍ଦୋବସ୍ତ କରୁଛେ ଏବଂ ଆସନ୍ତା 3 ବର୍ଷ ପର୍ଯ୍ୟନ୍ତ ଆମେ ଏହାକୁ ଜଗିବୁ। ପ୍ରତି 3 ମାସରେ ଥରେ ଗଛ କେତେ ବଢ଼ିଲା ତାହା ଆମେ ଦେଖିବୁ। ଗୋଟେ ଗଛ ଆମେ ମରିବାକୁ ଦେଇପାରିବୁ ନାହିଁ। ତେଣୁକରି ଆମ ସମସ୍ତଙ୍କର କର୍ତ୍ତବ୍ୟ ରହୁଛି ଆମେ ସମସ୍ତେ ଯେଉଁଠି ବି ଗଛ ଲଗା ହେଇଛି ଆମେ ଦେଖିଲେ ସବୁବେଳେ ଯେତେବେଳେ ବି ଆସିବା ଟିକେ ପାଣି ଦେଉଥିବା, ତାର ଟିକେ ରକ୍ଷଣାବେକ୍ଷଣ କରିବା, କେମିତି ସେ ଗଛ ବଢ଼ିବ ତା ଉପରେ ଆମେ ଦାୟିତ୍ୱ ନେବା ଏବଂ ସମସ୍ତେ ଗଛକୁ ବଡ଼ କରିବା। ଯେତେବେଳେ ଆମେ କିଛି ବର୍ଷ ପରେ ଆସିକି ଦେଖିବା କି ଆମ ଲଗେଇଥିବା ଗଛଟି ଏତେ ବଡ଼ ହେଇଛି, ସେତେବେଳେ ଆମକୁ ବହୁତ ଖୁସି ଲାଗିବ କି ହଁ ମୋ ଗଛଟା ଆଜି ଏତେ ବଡ଼ ହେଲାଣି, ଯାହା ହଉ ମୋ ପରିଶ୍ରମର ଟିକେ ମୂଲ୍ୟ ରହିଲା। ଲଗେଇ ଦେଇକି ପଳେଇବା ସେ ଗଛ, ତାକୁ ଛେଳି ଖାଇଦେବ କି ଗାଈ ଖାଇଦେବ, ସେ ମରିଯିବ, ଲାଭ କିଛି ନାହିଁ। ସମସ୍ତଙ୍କୁ ଅନୁରୋଧ କରି ଆପଣ ଗଣ୍ଡୋଳା ପଞ୍ଚାୟତର ସମସ୍ତ ଅଧିବାସୀ ମାନେ ପ୍ରତିଜ୍ଞା କରନ୍ତୁ କି ପ୍ରତିଟି ଗଛକୁ ଆପଣମାନେ ଲଗେଇବେ, ତାର ଯତ୍ନ ନେବେ ଏବଂ ଆଜି କେବଳ ନାହିଁ ବର୍ଷ ସାରା ଆପଣ ଯେକୌଣସି ଜାଗାରେ ବି ଅନୁଭବ କରୁଛନ୍ତି କି ଗଛର ନିହାତି ଆବଶ୍ୟକ ଅଛି, ସେଠାରେ ଗଛଟେ ଲଗାନ୍ତୁ। ଆପଣମାନଙ୍କ ପାଇଁ ହିଁ ଗଛ ଲଗାଉଛନ୍ତି। ଆପଣଙ୍କ ପରବର୍ତ୍ତୀ ପିଢ଼ି ସୁସ୍ଥ ଜୀବନଯାପନ କରିପାରିବେ, ଭଲ ଅମ୍ଳଜାନ ପାଇବେ ଏବଂ ଭଲ ତାପମାତ୍ରା ନିୟନ୍ତ୍ରଣରେ ରହିବ, ଭଲ ସୁସ୍ଥ ରହିବେ। ସେଇ ଆଶା ରଖିକି ଆପଣମାନଙ୍କ ପିଲାମାନଙ୍କ ପାଇଁ ବା ଆସନ୍ତା ପିଢ଼ି ପାଇଁ ଆପଣ ଗଛଟିଏ ଲଗାନ୍ତୁ। ବେଶୀ କିଛି କହିବାକୁ ଚାହୁଁନି। ବହୁତ ଧନ୍ୟବାଦ ଦେବି ସମସ୍ତଙ୍କ ନିମନ୍ତ୍ରିତ ଅତିଥିମାନଙ୍କୁ। ଆଜି ଏଠାରେ ଉପସ୍ଥିତ ଥିଲେ ଆମର ଚେୟାରପର୍ସନ ମ୍ୟାଡ଼ାମ ମଧ୍ୟ ଆଜି ଆସିଥିଲେ ଏବଂ ମାନ୍ୟବର ବିଧାୟକ ତଥା ବିରୋଧୀ ଦଳ ନେତାଙ୍କର ପ୍ରତିନିଧି ଆସିଥିଲେ। ସେମାନେ ମଧ୍ୟ କାର୍ଯ୍ୟବଶତ ପାଇଁ ଆଜି ଜଲ୍ଦି ପଳେଇଛନ୍ତି, ତାଙ୍କୁ ମଧ୍ୟ ଧନ୍ୟବାଦ ଦେବି। ସମସ୍ତଙ୍କୁ ଉପସ୍ଥିତ ଅତିଥିମାନଙ୍କୁ ଧନ୍ୟବାଦ ଦେବି କି ଏହି କାର୍ଯ୍ୟକ୍ରମରେ ଯୋଗଦାନ ଦେଇଛନ୍ତି ଏବଂ ଆମର ଗଣ୍ଡୋଳା ପଞ୍ଚାୟତ ଆଜି ସମସ୍ତଙ୍କ ପାଇଁ ନିଜକୁ ଗର୍ବିତ ମନେ କରୁଛି। ବହୁତ ଧନ୍ୟବାଦ ଏବଂ ସର୍ବଶେଷରେ ପଞ୍ଚାୟତର ସରପଞ୍ଚ ମ୍ୟାଡ଼ାମଙ୍କୁ ବହୁତ ଧନ୍ୟବାଦ କି ସେ ଏତେ ସୁନ୍ଦର କାର୍ଯ୍ୟକ୍ରମର ଆୟୋଜନ କଲେ। ପ୍ରଶାନ୍ତ ବାବୁଙ୍କୁ ମଧ୍ୟ ବହୁତ ଧନ୍ୟବାଦ। ଆମର ପିଓ ଏବଂ ଏଡିଓ ଘନଶ୍ୟାମ ବାବୁ ଏବଂ ପିଓ କାହ୍ନୁ ବାବୁ ବହୁତ ଧନ୍ୟବାଦ। ସେମାନେ ମୋର ନିର୍ଦ୍ଦେଶ ହିସାବରେ ଏଠି ଏତେ ସୁନ୍ଦର ପ୍ରୋଗ୍ରାମ ଆୟୋଜନ କରିଛନ୍ତି ଏବଂ ଏତେ ସୁନ୍ଦର ଜାଗା ବାଛିଥିବାରୁ ମୁଁ ମଧ୍ୟ ସେମାନଙ୍କୁ ବହୁତ ଧନ୍ୟବାଦ ଦେଉଛି। ଧନ୍ୟବାଦ।